ଆଜିର ପାଣିପାଗ ଅପଡେଟ୍। ଲଘୁଚାପ କ୍ଷେତ୍ର ସକ୍ରିୟ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି। ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ ବଦଳିବାର ଆଶଙ୍କା ରହିଛି। ମତ୍ସ୍ୟଜୀବୀ ସମୁଦ୍ରକୁ ଯିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମାତ୍ର ରାଜ୍ୟରେ ବର୍ଷା ଭୟ ନାହିଁ ଓ 25 ତାରିଖ ଯାଏଁ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଆଗାମୀ 4 ଦିନ ଅର୍ଥାତ୍ ଆସନ୍ତା 23 ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏହାର ପରବର୍ତ୍ତୀ 2 ଦିନ ଅର୍ଥାତ୍ 23 ତାରିଖ ସକାଳଠାରୁ 25 ତାରିଖ ସକାଳ ସୁଦ୍ଧା ରାଜ୍ୟରେ କେତେକ ଜିଲ୍ଲାରେ ହାଲୁକା ବର୍ଷା ଓ ଥଣ୍ଡା ପାଗ ଅନୁଭୂତ ହୋଇପାରେ। 25 ତାରିଖ ସକାଳଠାରୁ 26 ତାରିଖ ସକାଳ ସୁଦ୍ଧା ରାଜ୍ୟରେ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିଭଳି କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ଶୀତ ଅନୁଭୂତ ହେଉଛି। ବାକି ଅଞ୍ଚଳଗୁଡ଼ିକରେ ଶୀତ କମିଛି। ଆଗକୁ ଆହୁରି ଶୀତ ପ୍ରକୋପ କମିବ, କାରଣ ଆସନ୍ତା 5 ଦିନ ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଫଳସ୍ୱରୂପ ପାହାଡ଼ିଆ ଏବଂ ସମତଳ ଅଞ୍ଚଳଗୁଡ଼ିକରେ ଶୀତ ପ୍ରକୋପ କମିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗର ଆକଳନରୁ ସ୍ପଷ୍ଟ ହୋଇଛି।